ସେମାନେ ଗୋଟେ କଥା ମୁଁ ଆଜି ଶୁଣିଲି ଯେ ପେଟ୍ରୋଲ ଢାଳିକି ଲୋକ ସୁଇସାଇଡ କରିଦଉଛନ୍ତି, ସେଇଥିପାଇଁ ଗଭର୍ଣ୍ଣମେଣ୍ଟ ପେଟ୍ରୋଲକୁ ଜାର କିମ୍ବା ବୋଟଲରେ ଆଣିବା ପାଇଁ କିମ୍ବା ରୋଡ ସାଇଡରେ ସେଲ୍ କରିବା ପାଇଁ ମନା କରିଦେଇଛନ୍ତି, ବ୍ୟାନ୍ କରିଦେଇଛନ୍ତି। ତାଙ୍କ ଉପରେ ଫାଇନ ପଡିବ ବା ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ମତେ ଗୋଟେ କଥା କୁହ, କେବଳ ପେଟ୍ରୋଲ ଗୋଟିଏ ବାଟ ନୁହେଁ ସୁଇସାଇଡ କରିବା ପାଇଁ, ସୁଇସାଇଡ କରିବା ପାଇଁ ହଜାରେ ବାଟ ଅଛି। ତାପରେ ଯାହାର ସୁଇସାଇଡ କରିବା ପାଇଁ ଇଚ୍ଛା ଥିବ ସେ ସୁଇସାଇଡ କରିକି ହିଁ ରହିବ, ତା ପାଇଁ ହଜାରେ ବାଟ ଅଛି। ବଟ୍ ମତେ ଗୋଟେ କଥା କୁହ ଯେ ଟ୍ରେନ୍ ଟ୍ରାକରେ ବହୁତ ଲୋକ ସୁଇସାଇଡ କରିଦଉଛନ୍ତି, ତା ମାନେ ନୁହେଁ ଯେ ଆମେ ଟ୍ରେନକୁ ବ୍ୟାନ୍ କରିଦବା ବା ଟ୍ରେନକୁ ବନ୍ଦ କରିଦବା, କାହିଁକିନା ସେଟା ହେଇପାରିବନି। ଯେତେବେଳେ ରାତି ଅଧରେ ପେଟ୍ରୋଲ ସରିଯାଉଛି କୋଉଠି ଗୋଟେ ଅଲଗା ମାନେ ଯୋଉ ଜାଗାରେ କୌଣସି ଫିଲିଂ ଷ୍ଟେସନ ନାହିଁ ବା କୌଣସି ପେଟ୍ରୋଲ ପମ୍ପ ନାହିଁ, ସେଇ ଜାଗାରେ ଯଦି ଆମ ପେଟ୍ରୋଲ ସରିଯାଉଛି କୋଉଠି ସାଇଡରେ ଆମର କୌଣସି ଦୋକାନରେ ଯଦି ଅଛି ପେଟ୍ରୋଲ, ତାହେଲେ ବହୁତ ଲୋକଙ୍କୁ ହେଲ୍ପ ମିଳେ। ଆଉ ଯଦି ସେଇଟା ବି ବ୍ୟାନ୍ ହେଇଯିବ ତାହେଲେ ଲୋକ ହିଁ ପବ୍ଲିକ ହିଁ ହଇରାଣ ହେବେ, ବାକି ଆଉ କାହାର କିଛି ହବନି। ବଟ୍ ଯଦି ଗୋଟେ ଟ୍ରେନ ବନ୍ଦ ହେଇଯାଉଛି ବା ଟ୍ରେନକୁ ବନ୍ଦ କରିଦିଆଯାଉଛି ତାହେଲେ ଗଭର୍ଣ୍ଣମେଣ୍ଟର ଲସ୍ ହବ। ତ ସେଟା କେବେ ବ୍ୟାନ୍ ହବନି କି କେବେ ବନ୍ଦ ହବନି। ଯୋଉଟା ପବ୍ଲିକର ଲସ୍ ସେଟା ହୁଏତ ହେଇପାରେ, ବଟ୍ ଯୋଉଟା ଗଭର୍ଣ୍ଣମେଣ୍ଟର ଲସ୍ ସେଟା କେବେ ହେଇପାରିବ ନାହିଁ।